ବ୍ୟକ୍ତିବାଚକ ଗାଥା କବିତା ବୀରରାଣୀ ଶୁକଦେଇ। ନାରୀ ପୁରୁଷ ହୋଇ ମଣିଷ ଦୁଇ। କୋରାନର ଉକ୍ତି ଅନୁସାରେ ଦେଖିଲେ ଈଶ୍ୱର ଭଗବାନ ଆଲ୍ଲାହଙ୍କ ଇଚ୍ଛା ଓ ଦ୍ୱାରା ମଣିଷ ମାଟିର ମୂର୍ତ୍ତି ନିର୍ମାଣରୁ ଜୀବନ୍ୟାସ ପାଇ ଆଦମ ନାମରୁ ଆଦମୀ ହୋଇ ସୃଷ୍ଟି ହୋଇଛି। ପରେ ପୁରୁଷ ମଣିଷଠାରୁ ନାରୀ ନାମ ଯାହାର ହୱାଙ୍କର ସୃଷ୍ଟି। ଆଦମ ଓ ହୱାଙ୍କର ବିବାହ ଏବଂ ଶାରୀରିକ ସଙ୍ଗମରୁ ମଣିଷ ସଭ୍ୟତାର ସୃଷ୍ଟି ହୋଇଅଛି। ବ୍ୟକ୍ତିରୁ ଆସେ ବ୍ୟକ୍ତିତ୍ୱ। ବ୍ୟକ୍ତି ସାଧାରଣ ବ୍ୟକ୍ତିତ୍ୱ। ବ୍ୟକ୍ତିର ମହତ୍ କାମ କରିବାରୁ ବ୍ୟକ୍ତିତ୍ୱ ହେଉଛି ବ୍ୟକ୍ତିର ଗୁଣ ପ୍ରକାଶକ, ମହାନତା ବା ମହତ୍ତ୍ୱ। ଗାଥା କହିଲେ କାହାଣୀ ବା ଇଂରାଜୀର ବାଲାଡକୁ ବୁଝାଏ। ମହତ୍ତ୍ୱ ପ୍ରଖ୍ୟାପନର ପୃଷ୍ଠଭୂମିରେ ବାଲାଡ ବା ଗାଥା କବିତାର ସର୍ଜନା। କବିତାର ଅନ୍ୟ ଏକ ଅନନ୍ୟ ଶୈଳୀ ବା ଭଙ୍ଗୀ ଷ୍ଟାଇଲ ହେଉଛି ଗାଥା ସାହିତ୍ୟ ରଚନା। ଜୀବନର ସୃଜନଶୀଳ କଳାତ୍ମକ ବ୍ୟାଖ୍ୟା ପ୍ରଦାନ ସହିତ ଜୀବନକୁ ଶିକ୍ଷାଦାନ ମଧ୍ୟ କରିଥାଏ। କେବଳ ଆନନ୍ଦ ପ୍ରଦାନ ସାହିତ୍ୟ ରଚନାର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ, ଜୀବନର ସତ୍ୟକୁ ମଧ୍ୟ ପ୍ରକାଶିତ କରିଥାଏ। ଛାନ୍ଦସିକ କବି ହେଉଛନ୍ତି ରାଧାମୋହନ ଗଡ଼ନାୟକ। ଅନୁଗୁଳ ସହର ନିକଟବର୍ତ୍ତୀ କଲଣ୍ଡାପାଳ ନାମକ ଗ୍ରାମରେ ଜନ୍ମ। ଓଡ଼ିଆ ଭାଷାର ସାହିତ୍ୟରେ ଅନ୍ୟତମ ବିଶିଷ୍ଟ କବି ଏବଂ ଅନୁବାଦକ। ସଂସ୍କୃତ ଭାଷାରେ ଥିଲା ମଧ୍ୟ ଜ୍ଞାନ। ସୋରାବ ଓ ରୁସ୍ତମ କାଳିଦାସଙ୍କର ମେଘଦୂତମ କାବ୍ୟର ଓଡ଼ିଆ ଅନୁବାଦ, କିଛି ଇଂରାଜୀ କବିତାର ମଧ୍ୟ ଓଡ଼ିଆ ଅନୁବାଦ କରିଥିଲେ, ଯଥା ୱିଲିୟମ ୱାର୍ଡସୱାର୍ଥଙ୍କର ଦି ସଲିଟାରୀ ରିପର, କଲିସିବରଙ୍କର ଦି ବ୍ଲାଇଣ୍ଡ ବୟ, ହେନେରୀ ୱିଲିୟମ ଲଙ୍ଗଫେଲୋଙ୍କର ଦି ସମ ଅଫ ଲାଇଫ ଭଳି କବିତାକୁ ଦେଖ ଏକାକିନୀ କେଦାର କୋଳେ, ଅନ୍ଧ ବାଳକ, ଜୀବନର ମୂଲ୍ୟ, ଏହାଛଡ଼ା କାବ୍ୟନାୟିକା, କୈଶୋରିକା, ଧୂସର ଭୂମିକା, ସ୍ମରଣିକା, ଶାମୁକାର ସ୍ୱପ୍ନ, ଉତ୍କଳିକା, ଦୀପଶିଖା, ସୂର୍ଯ୍ୟ ଓ ଅନ୍ଧକାର, ଅବାଚିର ତାରା ଇତ୍ୟାଦି ଅନେକ କବିବର ରାଧାନାଥ ରାୟଙ୍କ କବିଜୀବନ ଉପରେ ବିପ୍ଳବୀ ରାଧାନାଥ ନାମକ ଛୋଟ କାବ୍ୟିକା ଲେଖିଛନ୍ତି। ଓଡ଼ିଆ ସାହିତ୍ୟ ଏକାଡେମୀର ସମ୍ପାଦକ ଥିଲେ। ତାଙ୍କର ମାଟି, ବାଳବୁଦ୍ଧ, ଆଗେଇ ଚାଲ, ଉଦାମ ସିଂ, ସୃଷ୍ଟିର ଅପମାନ, ମୌସୁମୀ ନାମକ କବିତାଗୁଡ଼ିକ ସ୍କୁଲ କଲେଜ ସ୍ତରରେ ପାଠ୍ୟ ପ୍ରଚଳିତ ଥିଲା। ସୂର୍ଯ୍ୟ ଓ ଅନ୍ଧକାର କବିତା ବହି ପାଇଁ କବି କେନ୍ଦ୍ର ସାହିତ୍ୟ ଏକାଡେମୀ ବିଜେତା ଥିଲେ। ବୀରରାଣୀ ଶୁକଦେଇ ଉତ୍କଳିକା ନାମକ କବିତା ବହିର ଅନ୍ୟତମ ଲୋକପ୍ରିୟ ପାଠକୀୟ ଆଦର ଓ ଆଦୃତି ଲାଭ କରିଥିବା ବ୍ୟକ୍ତିବାଚକ ବ୍ୟକ୍ତିତ୍ୱ ପ୍ରଖ୍ୟାପକ ଗାଥା କବିତା। କବିତାର ରସ କରୁଣ, ରାଜାରାଜୁଡ଼ା ବା ସାମନ୍ତୀୟ ପୃଷ୍ଠଭୂମି ଉପରେ କବିତାଟି ରଚିତ। ମଣିଷର ମହାନତା ତାର କାମ ବା କର୍ତ୍ତବ୍ୟରେ ନିହିତ। ଯେଉଁ ସୁନ୍ଦର ସାମାଜିକ, ଦୟାଶୀଳ, ମାନବୀୟ, ମାନବବାଦୀ କର୍ମ କରିବା ଦ୍ୱାରା ବାଙ୍କୀର ରାଣୀ ବୀରା ତଥା ମହାନ କବି ଦୃଷ୍ଟିରେ ହୋଇପାରିଥିବାରୁ କବିତାର ନାୟିକା ମର୍ଯ୍ୟାଦା ପାଇଛନ୍ତି। ନାରୀ ଅବଳା ଦୁର୍ବଳା କଦାପି ନୁହେଁ, ତାର ବଳ, ବୀର୍ଯ୍ୟ, ମହନୀୟତା ଅଛି। ପରିସ୍ଥିତି ଭେଦରେ ଅନସ୍ୱୀକାର୍ଯ୍ୟ ହୋଇଥାଏ। ଭଗବାନଙ୍କ ପାଇଁ ସେ ପୁରୁଷଠାରୁ ସୃଷ୍ଟି ହେଲେ, ଜଗତ ପାଇଁ ନାରୀର ଗର୍ଭରୁ ପୁରୁଷ ସଞ୍ଜାତ। ନାରୀ ଓ ପୁରୁଷ ପରସ୍ପରର ପରିପୂରକ ଓ ଏକ ଅପରର ନିର୍ଭରଶୀଳ ତଥା ଦରକାରୀ। କେହି କାହାଠାରୁ ଅଲଗା ହୋଇ ରହିପାରିବେ ନାହିଁ, ଯେହେତୁ ଉଭୟେ ଏକ ବିନା ଅନ୍ୟଠାରେ ଅସମ୍ପୂର୍ଣ୍ଣ। ପ୍ରାକୃତିକ ଦୃଷ୍ଟିକୋଣରୁ ଦୁହେଁ ତଦନୁଯାୟୀ ଗଠିତ ହୋଇଛନ୍ତି। ଜଣେ ଜଣକୁ ଛାଡ଼ି ରହିପାରିବ ନାହିଁ ବୋଲି ବିବାହ ନାମକ ସାମାଜିକ ସ୍ୱୀକୃତିଜନିତ ଅନୁଷ୍ଠିତକରଣ ବା କରିବା ଥାଏ। ବିବାହ ପରେ ଉଭୟ ଏକାନ୍ତ ଆତ୍ମୀୟ, ନିଜର ନିର୍ଭୟୀ ହୋଇଯାଆନ୍ତି। ପୁରୁଷ ମଣିଷ ମଧ୍ୟରେ ପ୍ରାଧାନ୍ୟ ବିସ୍ତାରକାରୀ ଥିବାରୁ, ନାରୀ ଦ୍ୱିତୀୟ ମଣିଷ ହୋଇଥିବାରୁ ବିବାହ ପରେ ବା ଉପରାନ୍ତେ ପୁରୁଷ ସ୍ୱାମୀ ହୋଇ ସ୍ତ୍ରୀର ଦେବତା ମର୍ଯ୍ୟାଦା ପାଇଥାଏ। ସ୍ୱାମୀ ବିନା ସ୍ତ୍ରୀର ସଂସାରରେ ଚଳିବା, ସେ ରାଣୀ ହେଉ ଅବା ଭିକାରୁଣୀ ବା ଇତର ସାଧାରଣ ମନୁଷ୍ୟ ଯିଏ କେହି ବି ହୋଇଥାନ୍ତୁ ନା କାହିଁକି, ଭାରି କଷ୍ଟକର, ଅସମ୍ଭବ ମଧ୍ୟ ଥାଏ। ବାଙ୍କୀରାଣୀ ଶୁକଦେଇଙ୍କ ସ୍ୱାମୀ ରାଜା ଖୋର୍ଦ୍ଧା ରାଜାଙ୍କ ଦ୍ୱାରା ଯୁଦ୍ଧରେ ହତ୍ୟା ବା ନିହତ ହୋଇଛନ୍ତି। ସ୍ୱାମୀ ମୃତ୍ୟୁର ଅଜସ୍ର ଦୁଃଖ ଶୋକରେ ଧୈର୍ଯ୍ୟ ହରାଇଥିଲେ ମଧ୍ୟ ଜୀବନରେ ପୁଣି ଅସୀମ ଧୈର୍ଯ୍ୟ ଧରି ସ୍ୱାମୀ ମୃତ୍ୟୁର ପ୍ରତିଶୋଧର ଅନଳ
ଜ୍ୱାଳାରେ ଜଳି ଦଗ୍ଧୀଭୂତ ହୋଇ ବୃଦ୍ଧ ମନ୍ତ୍ରୀଙ୍କର ଉପଦେଶ ପରାମର୍ଶ ନ ମାନି ଅତ୍ୟନ୍ତ ବିନୟ ଭଦ୍ର ଶାଳୀନ ବ୍ୟବହାର ଦେଖାଇ ମନ୍ତ୍ରୀବରଙ୍କୁ ନିଜେ ଏକାକୀ ନିଜର ନାବାଳକ ପୁତ୍ରଙ୍କୁ ଯୋଦ୍ଧା ବେଶରେ ସଜାଇ ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହେବାର ସିଦ୍ଧାନ୍ତ ଶୁଣିବା ପରେ ବାଙ୍କୀର ପାଇକ ବୀରମାନେ ବଡ଼ମ୍ବାଗଡ଼ର ପାଇକମାନେ ରାଣୀଙ୍କର ଯୋଦ୍ଧା ବ୍ୟକ୍ତିତ୍ୱରେ ପ୍ରଣୋଦିତ ପ୍ରୋତ୍ସାହିତ ହୋଇ ମନେ ମନେ ପ୍ରେରଣା ପାଇ ଅତ୍ୟନ୍ତ ବୀରତ୍ୱ ସାହସିକତା ଉପକାରିତାର ସାଧନା ଫଳରେ ଖୋର୍ଦ୍ଧା ରାଜା ପରାସ୍ତ ଖୋର୍ଦ୍ଧାର ଅନେକ ପାଇକ ବୀର ହତ୍ୟା ବି ହୋଇଛନ୍ତି। ବନ୍ଦୀ ଖୋର୍ଦ୍ଧା ରାଜାଙ୍କୁ ସମ୍ମୁଖକୁ ଆଣିବା ପରେ ଲଜ୍ଜିତ ଅପମାନିତ ପଦାନତ ଖୋର୍ଦ୍ଧା ରାଜା ନିଜର ହତ୍ୟା ମୁଣ୍ଡକାଟ ଜରିଆରେ ରାଣୀଙ୍କର ଠାରେ ଅନୁନୟ ବିନୟ ସହକାରେ ଚାହିଁଛନ୍ତି। ହେଲେ ପରମ କାରୁଣିକା ମାନବବାଦିନୀ ସମ୍ବେଦିକା ସଦାଶୟା ମହାନ ହୃଦୟ ଧାରିଣୀ ବାଙ୍କୀ ରାଣୀ ବୀରା ସୁକୋଦେଇ କିନ୍ତୁ ଖୋର୍ଦ୍ଧା ରାଜାଙ୍କୁ ହତ୍ୟା କରିନାହାନ୍ତି କିମ୍ବା ସେଥିର ହୁକୁମ ବି ନିଜର ପାଇକ ବର୍ଗଙ୍କୁ ଦେଇ ବି ନାହାନ୍ତି। ରାଣୀ ଉପଲବ୍ଧି କରିଛନ୍ତି ମନରେ ବେଶ ଭଲ କରି ବୁଝିଛନ୍ତି ଯେ ସ୍ୱାମୀ ବିନା ସ୍ତ୍ରୀର ନିଃସଙ୍ଗ ନିରିମାଖି ଜୀବନର ମୂଲ୍ୟକୁ। ସୁକୋଦେଇ ପତିହରା ଅଛନ୍ତି ବୋଲି କରି ଯେ ସେ ଖୋର୍ଦ୍ଧା ରାଣୀଙ୍କୁ ପତିହରା କରାଇବେ ଏହା ତାଙ୍କର ଜୀବନର ଅସୁଲି ନୁହେଁ। ପ୍ରତିଶୋଧ ଥିଲା ହରାଇ ଜିତିବେ। ତାହା ଭଗବାନଙ୍କ ଅସୀମ ଦୟାରୁ ସୁକୋଦେଇଙ୍କ ଜୀବନରେ ସଫଳ ହେଲା। ସେତିକିରେ ସେ ଚିର ଖୁସି। ହେଲେ ପରମ ଶାନ୍ତି ପାଇଛନ୍ତି ଖୋର୍ଦ୍ଧା ରାଜାଙ୍କୁ ହତ୍ୟା ନ କରି ମୁଣ୍ଡକାଟ ନ କରି। ଏଥିପାଇଁ ରାଣୀ ସୁକୋଦେଇ ନିଜର ଶ୍ରେଷ୍ଠ ବା ପରମ ମହାନୁଭବତାର ପରିଚୟ ଦେଇ ଇତିହାସରେ ମାତ୍ର ନାହିଁ ସାହିତ୍ୟ ରଚନାରେ ବି ମହାନ ମହୀୟସୀ ମହିଳା ହୋଇ ରହିଛନ୍ତି। ପତିହରା ପତ୍ନୀର ଦୁଃଖ ବୁଝିଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି। କବିତାର ବୈଷୟିକ ବ୍ୟାଖ୍ୟା କବିତାଟି ଆକାରରେ ଦୀର୍ଘ ବର୍ଣ୍ଣନା ଏବଂ ସଂଳାପଧର୍ମୀ ତାର ଯୁଗପତ୍ ମିଳନ ଅଛି। ରାଣୀ ସୁକୋଦେଇ ଜଣେ ଆଦର୍ଶବାଦୀ ଚରିତ୍ର। କବିତାଟି ରାଜରାଜୁଡ଼ା ଶାସନ ସମୟର ଚିତ୍ର ଦିଏ। ପରାକ୍ରମଶାଳୀ ରାଜା ବା ନରପତିମାନେ ଚାହିଁଥାନ୍ତି କିପରି ପରରାଜ୍ୟ ଅକ୍ତିଆର ଯୁଦ୍ଧ ଦ୍ୱାରା କରି ନିଜର ସାମ୍ରାଜ୍ୟ ବଢ଼ାଇବେ। ଖୋର୍ଦ୍ଧା ରାଜାଙ୍କଠାରେ ଏମିତି ଏଭଳି ସ୍ୱଭାବ ପରିଦୃଷ୍ଟ ହୋଇଥିବାରୁ ସେ ପଡ଼ୋଶୀ ବାଙ୍କୀ ରାଜ୍ୟକୁ ଆକ୍ରମଣ କରିଛନ୍ତି ଆଉ ବାଙ୍କୀ ରାଜା ନିହତ ହୋଇଛନ୍ତି। କବିତାରେ ସର୍ବମୋଟ 50ଟି ପଦ ଅଛି। ପ୍ରଥମ ପଦର ଆରମ୍ଭରୁ ହିଁ ଖୋର୍ଦ୍ଧା ରାଜାଙ୍କ ଆକ୍ରମଣରେ ବାଙ୍କୀ ରାଜା ନିହତ ହୋଇ ପ୍ରାଣବଳି ଦେଇଛନ୍ତି ଯାହାକି ବାଙ୍କୀ ରାଜ୍ୟ ପ୍ରତି ଦାରୁଣ ବିପଦ। ବଜ୍ରବାଣର ଚଡ଼କ ପଡ଼ିବାରେ ରାଜ୍ୟରେ କାନ୍ଦ ବୋବାଳି ପଡ଼ିଗଲା। ଅନ୍ତଃପୁରର ଲଳନାମାନେ ଚିତ୍କାର କରି କାନ୍ଦିଛନ୍ତି। ମନ ହୃଦୟ ଚହଲି ଯାଇଛି। ପରନ୍ତୁ ରାଣୀ ସୁକୋଦେଇ ଯିଏକି ବୟସରେ ତରୁଣୀ ଯୁବତୀ ରାଜାଙ୍କର ଆକସ୍ମିକ ମୃତ୍ୟୁରେ ପଥର ପାଲଟି ଯାଇଥିଲେ ମଧ୍ୟ କାନ୍ଦିଥିଲେ ମଧ୍ୟ ନିଜକୁ ସମ୍ଭାଳି ନେଲେ। ଧୈର୍ଯ୍ୟ ବାଧ୍ୟତଃ ଧରିଲେ। ଯେହେତୁ ସେ ରାଜ୍ୟର ରାଣୀ ଶାସନଭାର ଏବେ ତାଙ୍କ ଉପରକୁ ଆସିଗଲା। ପାଖରେ ବାଳୁତ ନାବାଳକ ପୁତ୍ର। ସେ ଯଦି ଅଧୈର୍ଯ୍ୟ ହେବେ ତେବେ ରାଜ୍ୟ ତଥା ରାଜ୍ୟବାସୀଙ୍କୁ ସମ୍ଭାଳିବ କିଏ? ମନରେ ପଣ କଲେ ବ୍ୟସ୍ତ ଆଖିର ଅମାନିଆ ଲୁହ ସେତେବେଳେ ଥମିବ ଅଟକିବ ଯେଉଁ ପର୍ଯ୍ୟନ୍ତ ବାଙ୍କୀ ରାଜ୍ୟକୁ ସ୍ୱାଧୀନତା ମିଳିନାହିଁ। ପୁଣି ପ୍ରତି ଆକ୍ରମଣ ନ କଲା ଯାଏଁ ଶତ୍ରୁର ରକ୍ତ ବୁହାଇ ନ ଦେଖିଲା ପର୍ଯ୍ୟନ୍ତ ଆତ୍ମାକୁ ଶାନ୍ତି ମିଳିବ ନାହିଁ। ରାଣୀ ପ୍ରତିଶୋଧ ପରାୟଣା ହୋଇଛନ୍ତି। ନିଜର ନାବାଳକ ପୁଅ ଯୁବରାଜର ମୁଣ୍ଡକୁ ଚୁମା ଦେଇ ରାଣୀ କହିଲେ ବାପା ମୋର ତୁ ଆଉ ଅଧୀର ହୋଇ ବାପାଙ୍କ ମୃତ୍ୟୁରେ କାନ୍ଦନା। ତୁ ଶୀଘ୍ର ବୀର ବେଶରେ ନିଜକୁ ସଜେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଅଳ୍ପ ସମୟ ପରେ ବୃଦ୍ଧ ମନ୍ତ୍ରୀ ରାଣୀଙ୍କୁ ଆସି ଦେଖା କରି ଲୁହଭରା ଆଖିରେ ବ୍ୟସ୍ତ ହୋଇ ନିଜ ମନର କଥା କହିବାକୁ ଆରମ୍ଭ କଲେ। ରାଣୀମା ବାଙ୍କୀ ରାଜାଙ୍କ ମୃତ୍ୟୁ ଏବଂ ରାଜ୍ୟ ପ୍ରତି ଦାରୁଣ ବିପଦର ବାର୍ତ୍ତା ଶୁଣିବା ପାଇଁ ଏ ପ୍ରାଣ ବଞ୍ଚି ରହିଛି ଯାହା। ବାଙ୍କୀର ଗୌରବ ସୂର୍ଯ୍ୟ ସବୁଦିନ ପାଇଁ ବୁଡ଼ିଗଲା। ଶତ୍ରୁ ଗର୍ବର ସହିତ ବାଙ୍କୀ ରାଜ୍ୟକୁ ମାଡ଼ି ଆସୁଛି। ଅଳ୍ପ ଦୂରରେ ଅଛି। ବାଙ୍କୀ ରାଜ୍ୟକୁ ଅଧିକାର କରିନେବ। ନିଜ କବଳରେ ଆଣିବ। ଆଉ ଅନ୍ୟ ଉପାୟ ନାହିଁ କେବଳ ସନ୍ଧି କରିବା ଛଡ଼ା। ରାଜ୍ୟର ଏକ ଅଂଶକୁ ଦାନ ଦେବାକୁ ମୁଁ ଭାବୁଅଛି। ଯୁବରାଜ ନାବାଳକ ରାଜ୍ୟର ବାକି ଅଂଶକୁ ଯାହା ନିଜର ଶାସନ ଡୋରକୁ
ନେବେ। ଏହାଛଡ଼ା ଅନ୍ୟ ବିକଳ୍ପ ଆଉ ନାହିଁ। ଖୋର୍ଦ୍ଧା ରାଜାଙ୍କଠାରୁ ମୁକୁଳିବାର ଅପର ବାଟ ଆଉ ନାହିଁ। ରାଣୀ ବୃଦ୍ଧ ମନ୍ତ୍ରୀଙ୍କର ପ୍ରସ୍ତାବକୁ ବିରୋଧ କରି କହିଲେ, ମନ୍ତ୍ରୀ, ତୁମେ ଏମିତି କ'ଣ କହୁଛ? ତୁମର କଥା ମୋତେ ବିଷ ଭଳି ଲାଗୁଛି। ମୁଁ ମୋର ଏଇ ଜୀବନରେ ଏ ପ୍ରକାର ଲାଞ୍ଛନା ଅପମାନକୁ ସହିପାରୁ ନାହିଁ, ବରଦାସ୍ତ କରିପାରୁନି। ମୃତ୍ୟୁକୁ ଭୟ କରି ମୋ ସ୍ୱାମୀର ହତ୍ୟାକାରୀଠାରେ ଆଶ୍ରୟ ଶରଣ ନେଇ ପାରିବି ନାହିଁ। ମନ୍ତ୍ରୀବର, ମୋର ଆପଣଙ୍କୁ ଅନୁରୋଧ ଏହା କି ଆପଣ ଅତି ଶୀଘ୍ର ସେନାଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାନ୍ତୁ। ଏଠି ରାଣୀଙ୍କର ବିନୟୀ ଭାବ ଏବଂ ବୃଦ୍ଧ ମନ୍ତ୍ରୀଙ୍କ ପ୍ରତି ସମ୍ମାନବୋଧ ପ୍ରକାଶ ପାଇଅଛି। ଖରାପ ବ୍ୟବହାର କରିନାହାନ୍ତି। ଆଗାମୀକାଲି ମୁଁ ନିଜେ ମଧ୍ୟ ଯୁଦ୍ଧ ପାଇଁ ଯିବି। ମନ୍ତ୍ରୀ ପୁଣି ରାଣୀଙ୍କୁ ବୁଝାଇ କହିଲେ, ରାଣୀମା, କାହିଁକି ଅଧୈର୍ଯ୍ୟ ହେଉଛନ୍ତି? ସନ୍ଧି ନ କଲେ ଆମର ରକ୍ଷା ନାହିଁ। ଯୁଦ୍ଧ ସହଜ କଥା ନୁହେଁ। କେବଳ ଆପଣଙ୍କର ଆଦେଶ ଦେବାକୁ ମୁଁ ଅପେକ୍ଷା କରିଛି। ଫଳରେ ଶୀଘ୍ର କାର୍ଯ୍ୟକାରୀ କରିବି। ବୁଢ଼ାର ଏହି ଶେଷ ଅନୁରୋଧ ଗ୍ରହଣ କରନ୍ତୁ। ରାଣୀ ମା, ଦୟା କରନ୍ତୁ, ଥରେ ବିଚାର କରନ୍ତୁ। ରାଣୀଙ୍କ ଦେହ ମନରେ ମନ୍ତ୍ରୀଙ୍କର ଏଭଳି କଥା ଶୁଣି ନିଆଁ ଲାଗିଗଲା, ରକ୍ତ ଗରମ ହୋଇଗଲା, ଯାହାକୁ କବି ଝରଣାର ଉପମାରେ ବୁଝାଇଛନ୍ତି। ରାଣୀ ମନ୍ତ୍ରୀଙ୍କର ଭୟାଳୁ ଅନୁରୋଧକୁ ନାପସନ୍ଦ କରିଛନ୍ତି, ଯାହାକି ପୁରୁଷହୀନ ବକ୍ତବ୍ୟ ଥିଲା। ମଥା ତେଜି ଉଠିଲା, ଦୁଃଖ ଲୁହର ଆଖି ଲାଲ ହୋଇଗଲା। ବନ୍ଦ କରନ୍ତୁ ଏଭଳି ଭୀରୁ ଭାଷଣ, ବ୍ୟସ୍ତ କଥା। ତୁମେ ମୋର ମନ କଥା ଜାଣିପାରୁନ। ସ୍ୱାମୀଙ୍କ ମୃତ୍ୟୁରେ ସେ ଆଘାତ ପାଉଅଛି କି? ହୃଦୟ ମୋର ହାଣି ହୋଇ ଯାଉଅଛି। ରାଜ୍ୟବାସୀ ମୋର ଗୁହାରି ନ ଶୁଣିଲେ, ମୋ ସହିତ କେହି ବି ଯୁଦ୍ଧ ପାଇଁ ନ ବାହାରିଲେ, ମୁଁ ମୋର ଏକୁଟିଆ ମୋର ପୁଅ ଦୟାନିଧିକୁ ନେଇ ଯୁଦ୍ଧ କରିବି। ଯୁଦ୍ଧ ଭୂଇଁରେ ନିଜକୁ ବିସର୍ଜନ ଦେଇଦେବି। ମୋର ରାଜ୍ୟର ଅପମାନ ମୁଁ କ୍ଷତ୍ରିୟ ବାଳୀ ହୋଇ ଜମାରୁ ସହିପାରିବି ନାହିଁ। ଡରି ଡରି ଜୀବନ ଧରି ରହିପାରିବି ନାହିଁ, ଯାହାକି ଜ୍ୱଳନ। ରାଣୀ ମନରେ ଅପାର ବିକ୍ରମ ସଞ୍ଚିଲେ, ସୂର୍ଯ୍ୟକାନ୍ତ ମଣି ଭଳିଆ ଜଳି ଉଠିଲେ ଏବଂ ବୁଢ଼ା ମନ୍ତ୍ରୀଙ୍କର ଥଣ୍ଡା ମନକୁ ବି ଗରମ କରିଦେଲେ। ଗଲାବେଳେ ମନ୍ତ୍ରୀ କହି ଉଠିଲେ, ରାଜାଙ୍କ ଅନୁପସ୍ଥିତିରେ ଯୁଦ୍ଧ କରିବା ସହଜ ହେବ ନାହିଁ। ରାଜ୍ୟ ସଙ୍କଟରେ ପଡ଼ିଛି। ତଥାପି ଯାଉଛି। ବିନୟ ସହକାରେ ରାଣୀଙ୍କଠାରୁ ବିଦାୟ ନେଲେ। ରାଜ୍ୟ ସାରା ଖବର ଖେଳିଗଲା କି ରାଜା ସିନା ଚାଲିଗଲେ, ହେଲେ ରାଜ୍ୟର ରାଣୀ କିନ୍ତୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି, ଯାହାକି ସାରା ରାଜ୍ୟ ପାଇଁ ସମ୍ପୂର୍ଣ୍ଣ ଏକ ଦୁଃଖଦ ଖବର। ରାଣୀଙ୍କର ପ୍ରେରଣାରେ ଆପେ ଆପେ ପାଇକ ବୀର ବାହିନୀ ଯୁଦ୍ଧର ହୁଙ୍କାର ଛାଡ଼ିଲେ। ମନେ ହେଲା ଆମ ରାଜ୍ୟର ରାଣୀ ନାରୀ ହୋଇ ନିଜେ ଏକାକୀ ପୁଅ ସହିତ ଯୁଦ୍ଧ କରିବେ, ଆଉ ଆମେ ପୁରୁଷ ବୀର ପାଇକ ହୋଇ ବସି ରହିବା। ଏହା କଦାପି ସମ୍ଭବ ନୁହେଁ। ଅସ୍ତ୍ରଶସ୍ତ୍ର ଧରି ସେମାନେ ବି ପ୍ରସ୍ତୁତ ହେଲେ। ବାଙ୍କିର ଆଖପାଖ ଗାଁରୁ ଶହ ଶହ ପାଇକ ବୀର ବର୍ଷା ଋତୁର ପ୍ରଖର ନଦୀ ଝରଣା ଭଳି ବାଙ୍କୀ ଦିଗକୁ ଚାଲିଲେ। ଏକତ୍ରିତ ହେଲେ। ଭଲ କରି ଦିନ ନ ହେଉଣୁ, ପୃଥିବୀର ଘରଦୁଆରେ ସୂର୍ଯ୍ୟଙ୍କର ଲାଲ କିରଣ ନ ପଡ଼ୁଣୁ ଦୁର୍ଗର ଗେଟ୍ ତୋରଣ ଦୁଆର ଖୋଲିଗଲା। ରାଣୀଙ୍କର ନେତୃତ୍ୱରେ ପାଇକ ବୀର ବାହିନୀ ସେନାନୀ ଯୁଦ୍ଧକୁ ବାହାରିଗଲେ, ଜୟ ଚର୍ଚ୍ଚିକା ନାଦ ଦେଇ। ଚର୍ଚ୍ଚିକା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ। ବାଦଲ ଭଳି ଧୂଳି ଉଡ଼ିଲା। ବହୁ ଦୂରରୁ ପଥ ଚାଲି ଶତ୍ରୁ ସୈନ୍ୟଙ୍କୁ ଦିନ ପହରକ ବେଳେ ଭେଟିଲେ। ବାଙ୍କୀ ରାଣୀଙ୍କୁ ସୈନିକ ବେଶରେ ଦେଖି ଖୋର୍ଦ୍ଧା ଦଳ ହସିଲେ। ପ୍ରଖର ବେଗରେ ଯୁଦ୍ଧ ଲାଗିଲା। ନିଜର ଜୀବନକୁ ବାଜି ଲଗାଇ ଦେଲେ ବାଙ୍କୀ ପକ୍ଷ। ଖୋର୍ଦ୍ଧା ରାଜାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ରାଣୀ ପାଟି କରି କହିଲେ, ମୋର ସ୍ୱାମୀର ହତ୍ୟାକାରୀ କୁଆଡ଼େ ଗଲା? କାହିଁ ଯାଇ ଲୁଚିଲା? ତାହାରି ପାଇଁ ବାଙ୍କୀ ରାଜ୍ୟର ରାଣୀ ମୁଁ ଏ ପାଇକ ଖଣ୍ଡା ଧରି ଅଛି। ତାକୁ ପାଇଲେ ଯାଇ ଧନ୍ୟ ହେବି, ତୃପ୍ତି ପାଇବି। ବାଙ୍କୀ ପକ୍ଷ ଧରି ବଡ଼ମ୍ବା ସେନା ଆସିବାରୁ ବାଙ୍କୀର ସାହସ ବଢ଼ିଗଲା। ବାଙ୍କୀ ରାଜ୍ୟ ଓ ତାର ରାଜା ଧନଞ୍ଜୟ ମଧ୍ୟ ଆଶା କରିଥିଲେ ଏହି ଯୁଦ୍ଧରେ ବଡ଼ମ୍ବା ସାଥି ଦେବାକୁ, ଯାହା ଆଜି ତାଙ୍କ ପରେ ହେଲେ ପଛେ ବାଙ୍କୀ ରାଜ୍ୟ କୃତଜ୍ଞ ସନ୍ତୁଷ୍ଟ ହେଲା। ବଡ଼ମ୍ବାର ସାହାଯ୍ୟ ପକ୍ଷ ପାଇ ବାଙ୍କୀ ପାଇକଙ୍କର ବଳ ବିକ୍ରମ ବଢ଼ିବାରୁ ଖୋର୍ଦ୍ଧାର ବହୁ ପାଇକ ସୈନ୍ୟ ମଲେ। ଖୋର୍ଦ୍ଧା ରାଜା ନିଜର ପରାଜୟ ନିଶ୍ଚିତ ଜାଣି ଗର୍ଜି ଉଠିଲେ। ଉତ୍ସାହ ବି ଦେଇ କହିଲେ, ବାଘମାରୀର ହଟକେଶ୍ୱରର ଉଷ୍ମ କୂପ ଝରଣା ଭଳି
ହେ ଖୋର୍ଦ୍ଧା ପାଇକମାନେ, ତୁମେମାନେ ବି ତାତି ଉଠ, ଆହୁରି ଉତ୍ତେଜନା ନେଇ ଉତ୍ସାହରେ ଯୁଦ୍ଧ କର। ରାଜାଙ୍କର ଉତ୍ସାହ କାମ ଦେଇ ପାରିଲା ନାହିଁ, ସବୁ ବିଫଳ ହେଲା। ଖୋରଧା ପାଇକ ଯାହା ପଡ଼ିଗଲେ ଆଉ ଉଠିପାରିଲେ ନାହିଁ। ପୂର୍ବର ସାହସ, ପୂର୍ବର ବୀରତ୍ୱ ଆସିପାରିଲା ନାହିଁ ଶତ୍ରୁ ସହିତ ଲଢ଼ିବାର। ବାଙ୍କିର ପାଇକ ହାତରେ ଖୋର୍ଦ୍ଧାର ବୀର ଧନୁର୍ଦ୍ଧର ସେନାପତି ମଲେ ଏବଂ ଖୋର୍ଦ୍ଧା ରାଜା ଶେଷରେ ବାଙ୍କୀ ଦ୍ୱାରା ବନ୍ଦୀ ହେଲେ। ବାଙ୍କୀର ବିଜୟ ତୁରୀ ବାଜିଲା, ବାଙ୍କୀର ବିଜୟ ପତାକା ଉଡ଼ିଲା। ଖୋର୍ଦ୍ଧା ରାଜ୍ୟରେ ରାଣୀ କ୍ଷଣିକ ସମୟ ପାଇଁ ଖୁସି ହେଲେ, କିନ୍ତୁ ପରେ କାନ୍ଦିଲେ। ଆକାଶରେ ଯେମିତି ସନ୍ଧ୍ୟା ଛାଇଗଲେ ଆକାଶ ଅନ୍ଧାର ହୋଇଯାଏ, ସେମିତି ରାଣୀଙ୍କର ମନ ହୋଇଗଲା। ନିଜ ସ୍ୱାମୀଙ୍କୁ ମନେ ପକାଇ ମନ ଆକାଶ ତାଙ୍କର ଦୁଃଖ ଶୋକରେ ମେଘରେ ସଜଳ ହୋଇଗଲା। ଖୋର୍ଦ୍ଧା ରାଜା କହିଉଠିଲେ, ମୋତେ ବନ୍ଦୀ କରି ତୁମ ଆଗରେ ଅପମାନ ବେଶୀ ଆଉ ନ ଦେଇ ଶୀଘ୍ର ହତ୍ୟା କରିଦିଅ। ହେ ବାଙ୍କୀର ରାଣୀ, ତୁମର ସ୍ୱାମୀଙ୍କୁ ମୁଁ ମାରିଛି, ତୁମେ ବି ମୋତେ ସେମିତି ମାରିଦିଅ। ଆଉ କାହିଁକି ଡେରି କରୁଛ? ଶତ୍ରୁ ବୀରର ଅନୁନୟ ବିନୟ ଶୁଣି ବାଙ୍କୀ ପାଇକ ବୀରଙ୍କର ମନ ଖୁସି ହୋଇଗଲା। କେବଳ ରାଣୀଙ୍କର ଆଦେଶକୁ ଯାହା ଅପେକ୍ଷା କରିଲେ। କେବେକୁ ହତ୍ୟା କରିବାକୁ ରାଣୀ ଆଦେଶ ଦେଉଛନ୍ତି, କହୁଛନ୍ତି, ମୁଁ ଜଣେ ନାରୀ, ଆପଣଙ୍କ ପାଇଁ ରକ୍ତମୁଖା ହୋଇଅଛି। ଆପଣ ମୋତେ ପରୋକ୍ଷରେ ଯୁଦ୍ଧ କରିବାକୁ ବାଧ୍ୟ କରିଲେ। ମୋର ଆଖିର ଲୁହର ଝରଣା ଆପଣ ହିଁ ବୁହାଇଛନ୍ତି। ରକ୍ତ ସ୍ରୋତରେ ଆପଣ ହିଁ ମୋତେ ବାହିତ କରାଇଲେ। ଅର୍ଥାତ୍ ଏ ରକ୍ତପାତ, ଏଭଳି ଦୁଃଖ ଶୋକର ପରିସ୍ଥିତିର ମାତ୍ର ଦାୟୀ ଆପଣ। ରାଣୀଙ୍କ ଭାଷାରେ ପତି ବିନା ମୁହିଁକି ହେଉଛି ଆଜି ଖୋରଧା ରାଣୀ ତ ଏପରି ହେବେ। ପ୍ରତିଶୋଧ ମୋର ପୂର୍ଣ୍ଣ ହେଲାଣି। ଆହେ ରାଜା, ତୁମେ ମୁକ୍ତ ଏବେ। ବାଙ୍କୀ ରାଣୀର ସମ୍ମୁଖ ଭାଗେ ଖୋରଧା ରାଜନ୍ ସରମ ଭରି ବୁକୁର ବ୍ୟାକୁଳ ବେଦନା ବିପାକ ପ୍ରକାଶିଲେ ଧୀର ନମ୍ର ସ୍ୱରେ। ନିଦାରୁଣ ଏ ଯେ ଦଣ୍ଡ ଦେଉଛ ଆଜି ଏ ଅଭାଗା ପରେ। କ୍ଷତ୍ରିୟ ବୀର ହୋଇ ମୁଁ କିପରି ମୁଖ ଦେଖାଇବି ଧରଣୀ ତଳେ? ନାରୀ ନୁହଁ ତୁମେ, ସାକ୍ଷାତ ଦେବୀ, ସାକ୍ଷାତ ତୁମେ କରୁଣା ସମା। ଯେଉଁ ଅପରାଧ କରିଅଛି ମୁହିଁ କେଶନେ ତାହାର ମାଗିବି କ୍ଷମା। ଉଦାରତା ବଳେ ଆଜି ମୋତେ ଜାଣି ପରାଜୟ କଲ ଆପଣା ଆଗେ। ଚିରଦିନ ତୁମେ ଅଙ୍କା ରହିବ ଖୋରଧା ରାଣୀର ଚିତ୍ତ ଭାଗେ। ତୁମର ବିଜୟ ସଂକେତ ରହୁ, ମୋର ପରାଜୟ ଚିହ୍ନ ରହୁ। ମୋର କୁଶପଲ୍ଲା ପ୍ରଗନା ଗୋଟିକ ବାଙ୍କୀ ସହିତ ଯୁକ୍ତ ହେଉ। ରାଣୀ ଓ ରାଜାଙ୍କର ଏହି ଉକ୍ତି ପ୍ରତି ଉକ୍ତି ସଂଳାପଧର୍ମୀ ବାକ୍ୟାବଳୀ ସତରେ ହୃଦୟସ୍ପର୍ଶୀ, ଆଖିରେ ସଜଳ ରେଖା ଟାଣେ। ସନ୍ଧି ଶେଷ ପରେ ଖୋରଧା ସେନା ଅତିଶୟ ଦୁଃଖରେ ଫେରିଗଲେ ନିଜ ରାଜ୍ୟକୁ। ସେହିପରି ବାଙ୍କୀ ସେନା ଆନନ୍ଦ ପୁଲକିତ ହୋଇ ବିଜୟ ଗର୍ବରେ ଛାତି ଫୁଲାଇ ନିଜ ରାଜ୍ୟକୁ ଫେରିଲେ। ସ୍ନେହରେ ରାଣୀ ଶୋକ ଦେଇ ନିଜ ପୁଅ ଦୟାନିଧିକୁ ଚୁମା ଦେଇ କାନ୍ଦି କାନ୍ଦି ପୁଅର ବାପହରା, ନିଜ ସ୍ୱାମୀହରା ଅନାଥ ଜୀବନ ହେତୁ କାନ୍ଦି କାନ୍ଦି ଲୋଟିଗଲେ ଯେ ରୁଗ୍ଣା ହୋଇଗଲେ। ରାଜ୍ୟ ଭାବିଲା ବୋଧେ ରାଣୀ ଆଉ ଉଠିବେନି। ମୃତ୍ୟୁ ଚିନ୍ତାରେ ରାଜ୍ୟ ଡରିଗଲା। ରାଜ୍ୟ ବିଜୟ ପାଇବା ପରେ ପୁଣି ଏ କି ଦାରୁଣ ବିଷମ ସ୍ଥିତି। ନାବାଳକ ଯୁବରାଜ ମା' ମା' ବୋଲି ବିକଳରେ କାନ୍ଦି କାନ୍ଦି ଡାକୁଥାନ୍ତି। 3 ଦିନ ଶୋକସାଗରରେ ସ୍ୱାମୀଙ୍କୁ ମନେ ପକାଇ ପକାଇ ରାଣୀ ବିଛଣାରୁ ଉଠିଲେ, ଆଖିରୁ ଲୁହ ପୋଛିଲେ। ଭାବୁଥିଲେ, ମୁଁ ଯଦି ଏଇମିତି କାନ୍ଦି କାଟି ଦୁଃଖ ଅବସାଦରେ ଜୀବନ ବିତାଇ ବସୁଥିବି, ତେବେ ମୋର ପୁତ୍ର ତଥା ରାଜ୍ୟ ଦୁର୍ଦ୍ଦଶା ଭୋଗିବେ। ମୋତେ ଆଉ ଦୁଃଖ କରିବାକୁ ନ ପଡ଼ୁ। ପୁଅ ଏବଂ ରାଜ୍ୟକୁ ଶୁଣାଇ ଶୁଣାଇ ରାଣୀ କହିଲେ, ଲୋତକେ ଭାସି ମୁଁ ଝୁରିବି ନାହିଁ ରେ, ଅନଳେ ଝାସି ମୁଁ ମରିବି ନାହିଁ। ପାଷାଣ ପରାଣେ ବଞ୍ଚି ରହିବି ଆରେ ଦୟାନିଧି ତୋହରି ପାଇଁ। ମହାନତା ପରାର୍ଥପରତା ସ୍ୱାମୀ ଅନୁରକ୍ତା, ସ୍ୱାମୀ ସ୍ମାରକକାରିଣୀ, ପୁତ୍ର ମୋହରେ ଉଲ୍ଲସିକ ବୀର ରାଣୀ ଶୋକ ଦେଇ କବିତା। ବାସ୍ତବିକ ରାଧାମୋହନ ଗଡ଼ନାୟକଙ୍କର ଏକ କ୍ଲାସିକ୍ ସୃଷ୍ଟି।